हाँ हाँ ପିଲାମାନେ ଆଜି ଗୋଟେ ମଜାଦାର ଭିଡ଼ିଓ ଆଣିବା। ଗୋଟେ ସ୍ଲେଟ୍ ଦେଖନ୍ତୁ। ଏ ସ୍ଲେଟ୍ ତମମାନେ ସବୁ ଦେଖିଥିବ। ବଢ଼ିଆ ସୁନ୍ଦର ସ୍ଲେଟ୍ଟି ଏଇଟା। ଗୋଟେ ମେଳାକୁ ଯାଇଥିଲି। ମେଳାରେ ଏଇ ସ୍ଲେଟ୍ଟି ଦେଖି ଭାରି ଖୁସି ଲାଗିଲା। ମୋ ପିଲାବେଳ କଥା ମନେ ପଡ଼ିଗଲା। ମାତ୍ର 40 ଟଙ୍କା ନେଲା ବୋଧେ। 40 ଟଙ୍କା ମୁଁ 10 ଟଙ୍କା କାଟିବାକୁ ଚେଷ୍ଟା କଲି, ତଥାପି ସେ କାଟିଲା ନାହିଁ ଦୋକାନୀ। ମେଳାରେ ବହୁତ ବଢ଼ିଆ ବଢ଼ିଆ ଖେଳନା ଥିଲା। ଏଥିରେ ଲେଖା ହେଇଛି ମ୍ୟାଜିକ୍ ଫର୍ ହୋମ୍। ବଢ଼ିଆ ଏଇଟା ପିଲାମାନେ ବହୁତ ଖେଳିଛି ପିଲାମାନେ। ପ୍ଲାଷ୍ଟିକରେ କେତେ ସୁନ୍ଦର ଜିନିଷ ବନେଇବା ଯାଇପାରେ, ଏଇ ମେଳନ ପଡ଼ିଆରେ ହିଁ ତୁମେ ଖୋଜି ଖାଇବ। ଏଥିରେ ପ୍ରଥମ କରି ଦେଖିବ ଯେମିତି ଗଣନା କରିବା ପାଇଁ ପିଲାଟିକୁ ଯେମିତି ଆମେ ହାତ ଗଣତି କରୁ 1 2 3 4 5, ସେମିତି ଏଥିରେ ଅଛି ବଲ୍ ଗୁଡ଼ିକ। ଏଇଟାକୁ ଆମେ ଦେଖ 1 2 3 4 5 6 7 8 9 10 ବା ବଢ଼ିଆ ରଙ୍ଗୀନ ରଙ୍ଗୀନ ବଲ୍ ଦିଆଯାଇଛି ଗଣନା କରିବା ପାଇଁ। ଆଚ୍ଛା, ଯଦି ଆମେ ଏଥିରେ ମିଶାଇବା 2 ମିଶାଣ 3 କେତେ ହେବ? ପ୍ରଥମେ 2ଟି ବଲ୍ ନେଇଯିବା। 1 2 2 ମିଶାଣ 3 କହୁଛି 1 2 3, ତାହେଲେ କେତେଟା ହେଲା? 1 2 3 4 5, 2 ମିଶାଣ 3 ଦେଲେ 5। ପିଲାମାନେ ଏଇଟା ଶିଖିବା ପାଇଁ, ଛୋଟ ପିଲାଟିଏ ଯେତେବେଳେ 1 2 ଶିଖୁଛି କି ଅ ଆ ଶିଖୁଛି, ତା ପାଇଁ ବହୁତ ବଢ଼ିଆ ଏଥିରେ ଶିଖିବା ପାଇଁ। ଆଚ୍ଛା, ଏଇଟାକୁ କେମିତି ଏଇ ଯେଉଁ ସ୍ଲେଟ୍ଟି ଆମେ ବ୍ୟବହାର କରିବା, ମ୍ୟାଜିକ୍ ଫନ୍ ହୋମ୍ କେମିତି ଖେଳିକି ଶିଖିପାରିବା କିଛି ଏସବୁ ଦେଖିବା। ଆଚ୍ଛା, ଏଥିରେ ପ୍ରଥମେ ବ୍ୟବହାର କରିବା ପାଇଁ କ'ଣ ଦେଇଛି? ନୋଟିସ୍ ଗୋଟେ ଦେଇଛି, ୟୁଜ୍ ଆୱାର ପ୍ଲାଷ୍ଟିକ୍ ପେନ୍ସିଲ୍। ଏଥିରେ କେବଳ ଏଇ ପ୍ଲାଷ୍ଟିକ୍ ପେନ୍ସିଲ୍କୁ ଆମେ ବ୍ୟବହାର କରିବା। ଏଇ ପ୍ଲାଷ୍ଟିକ୍ ପେନ୍ସିଲ୍ଟା ସେଥିରେ ଦେଇଛି, ବଢ଼ିଆ ସୁନ୍ଦର ପେନ୍ସିଲ୍ ଦେଇଛି। ଆଚ୍ଛା, ତାପରେ କ'ଣ କହୁଛି? ଡୁ ନଟ୍ ୟୁଜ୍ ଇଙ୍କ୍ ପେନ୍, ଡଟ୍ ପେନ୍, ଉଡ୍ ପେନ୍ସିଲ୍ ଏଟସେଟ୍ରା। ଏଥିରେ ଆମେ ଇଙ୍କ୍ ପେନ୍ ବ୍ୟବହାର କରିବା ନାହିଁ, ଡଟ୍ ପେନ୍ ବ୍ୟବହାର କରିବା ନାହିଁ, ଉଡ୍ ପେନ୍ସିଲ୍ ବ୍ୟବହାର କରିବା ନାହିଁ। ତାପରେ ସେ କହୁଛି ଡୁ ନଟ୍ ପୁଟ୍ ଇଣ୍ଟୁ ଡାଇରେକ୍ଟ ସନଲାଇଟ୍। ଏହାକୁ ସନଲାଇଟ୍ ମାନେ ସୂର୍ଯ୍ୟ କିରଣରେ ଆମେ ଏହାକୁ ରଖିବା ନାହିଁ ସିଧାସଳଖ। କିପ୍ ଆୱେ ଫ୍ରମ୍ ଡଷ୍ଟ ହେଲା। ତାପରେ ତଳେ ସେ କହୁଛି ପୁଲ୍ ଆଣ୍ଡ ପୁଲ୍ ଓପନ୍। ଏଇଟା ଭିଡ଼ିଲେ କ'ଣ ହେବ? ଓପନ୍ ହେବ। ଆଚ୍ଛା, ଆମେ ଏଥିରେ ଦେଖିବା। ପ୍ରଥମେ ବ୍ୟବହାର କରିବା ଏଇଟାକୁ। କ'ଣ ବ୍ୟବହାର କରିବା? ପ୍ରଥମେ ତ ପିଲାମାନଙ୍କ ପାଇଁ ମୁଁ ଆଗେ ଟିକେ ହସିଦେ। ଓକେ, ସ୍ମାଇଲ୍। ଏଇଟା ପିଲାମାନଙ୍କ ପାଇଁ ଥିଲା। ଆଚ୍ଛା, ଯେଉଁ ପିଲାମାନେ ଏହାକୁ ଦେଖିକି ଖୁସି ହେବେ ସେମାନଙ୍କ ପାଇଁ ତ ସ୍ମାଇଲ୍ ଥିଲା। ଆଉ ଯେଉଁ ପିଲାମାନେ ଏହାକୁ ଦେଖିକି ଦୁଃଖ ଅନୁଭବ କରିବେ ସେମାନଙ୍କ ପାଇଁ କାନ୍ଦ ଚିହ୍ନଟି। ଦୁଃଖୀ ଆତ୍ମା। ଆଚ୍ଛା, ଏଥିରେ ଆମେ ବହୁତ କିଛି ବହୁତ ପିଲାଟିକୁ ଶିଖିବା ପାଇଁ ବହୁତ ମଜାଦାର ଏଇଟା। କାରଣ ଏଥିରେ ଲେଖିବା, ଏଥିରେ ଲିଭେଇବା ବା ଚମତ୍କାର। ଏଥିରେ ଯେମିତି ଆମେ ଶିଖିବା ଅ ଆ ହର୍ଷଇ ଦୀର୍ଘଇ, ଏମିତି ବି ଆମେ ଶିଖିପାରିବା। ଏଥିରେ ପୁଣି ଲିଭେଇ ପାରିବା। ପୁଣି ଏ ଫର୍ ଆପଲ୍, ବି ଫର୍ ବଲ୍, ଏମିତି ବହୁତ କିଛି ଏଥିରେ ଶିଖିପାରିବା। ଏଇ ପିଲାମାନେ ଏଇ ମଜାଦାର ଭିଡ଼ିଓଟା କେମିତି ଲାଗିଲା, ଏଇ ଖେଳନାଟି ଆପଣମାନେ ଖେଳିଛନ୍ତି, ତାହେଲେ ଏଥିରେ ମୋତେ କମେଣ୍ଟ କରିବେ। ଆଉ ମୋତେ ଆଗକୁ ନୂଆ ନୂଆ ଭିଡ଼ିଓ କରିବା ପାଇଁ, ଏମିତି ନୂଆ ନୂଆ ଖେଳନା, ଆମର ହଜିଯାଇଥିବା ଖେଳନା ସବୁ, ଆମେ ଖେଳୁଥିବା ପିଲାବେଳର ଖେଳନା ସବୁ ପୁଣି ଆଣି ଆମର ଏଇ ନୂଆ ପିଲାମାନଙ୍କୁ, ଏବେ ତାର ଜେନ୍ ଜି ପିଲାମାନଙ୍କୁ ଏଇ ଖେଳନାର ମହତ୍ତ୍ୱ କଥା ବୁଝେଇବା। ଧନ୍ୟବାଦ।